ଖଣ୍ଡିଆ ଭୂତ ପବନ ଭୂତ ହଉଛନ୍ତି ପବନ ମାନେ ପବନ ସୁରୀ ବି ଭୂତ ଭୂତ ମାନେ ଖଣ୍ଡିଆ ଭୂତଟା ଛୋଟ ସମୁଦ୍ରୀ ବାତ୍ୟାଟା ଗୋଟେ ବଡ ସେମାନେ ସବୁ ସମୁଦ୍ରରେ ରହନ୍ତି କାରଣ ଇନ୍ଦ୍ରଙ୍କ ବଜ୍ର ପ୍ରହାରରେ ସେମାନେ ସବୁ ସମୁଦ୍ରରେ ଲୁଚିକି ରୁହନ୍ତି ବାତ୍ୟା ମାନେ ସେ ସମୟ ଯେତେବେଳେ ରାଜ୍ୟରେ ଟିକେ ବହୁତ ଅନ୍ୟାୟ ଅଧର୍ମ ହବ ସେ ସେଇ ସମୟରେ ବାହାରିକି ଆସିକି ଧନ ଜୀବନ ନଷ୍ଟ କରନ୍ତି ରାଜା ମାନେ ଯେତେବେଳେ ପ୍ରଜା ମାନେ ରାଜା ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହେଇଯିବେ ସେଇ ସମୟରେ ସେ ସମୁଦ୍ରୀ ରାକ୍ଷସ ମାନେ ବାତ୍ୟା ରୂପରେ ଆସିକି ନାନା ପ୍ରକାର କ୍ଷତି କରନ୍ତି ମନ୍ତ୍ର ଦ୍ଵାରା ସେମାନଙ୍କୁ ବଶୀଭୂତ କରି ହୁଏ ଆଉ ଆପଣ ଜାଣିଥିବେ ଗତ ବର୍ଷ ସିଏ ଦାନ ଆସିଥିଲା ଏଇ ସେଇ ନଭେମ୍ବର ଗତ ବର୍ଷରେ ଆସିଥିଲା ସିଏ ବଡ ହଇରାଣ ଲୋକଙ୍କୁ କଲା ସରକାର କହିଲା ଯେ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବ ବାହାରୁ ଏନଡିଆରଏଫ ଟିମ୍ ଆଣିଲା। ହଁ ବିପିନ ବାବୁ ନମସ୍କାର। ନମସ୍କାର। ମୁଁ ଟିକେ ଆପଣଙ୍କ ପରିଚୟ ଦର୍ଶକ ମାନଙ୍କୁ କହିଦଉଛି ଆପଣ ହଉଛନ୍ତି ଭୂତର ସଭାପତି। ହଁ ଆପଣଙ୍କ ପୁରା ନାଁଟା ହଉଛି ଆଚାର୍ଯ୍ୟ ଜ୍ୟୋତିର୍ବିଜ୍ଞାନୀ ବିପିନ କୁମାର ରଥରାୟ। ଆଚ୍ଛା ଆଚ୍ଛା ବିପିନ ବାବୁ ଆପଣ ଏତେ କଥା ସୋସିଆଲ ମିଡିଆରେ ମୁଁ ଦେଖିଲିଣି ଆପଣ ବହୁତ ଭାଇରାଲ ହଉଛନ୍ତି ମୁଁ ଜାଣିବି ଯେ ବାତ୍ୟା ଫାତ୍ୟା ଉପରେ ଆପଣଙ୍କର କିଛି ହାତ ଅଛି ନା ନାଇଁ ନା ଆପଣ ତ ଓଡିଶାକୁ ବାତ୍ୟା ହବାର ଥିଲା କଣ ଆନ୍ଧ୍ରପ୍ରଦେଶ ଆଡକୁ ନେଇଗଲା ସେଥିରେ କଣ ରହୁଛି ଆପଣଙ୍କ ରୋଲ? ବାତ୍ୟା ଆପଣ ଜାଣିଥିବେ ମାନେ ଖଣ୍ଡିଆ ଭୂତ ପବନ ଭୂତ ହଉଛନ୍ତି ପବନ ମାନେ ପବନ ସୁରୀ ବି ଭୂତ ଭୂତ ମାନେ ଖଣ୍ଡିଆ ଭୂତଟା ଛୋଟ ସମୁଦ୍ରୀ ବାତ୍ୟାଟା ଗୋଟେ ବଡ ସେମାନେ ସବୁ ସମୁଦ୍ରରେ ରହନ୍ତି କାରଣ ଇନ୍ଦ୍ରଙ୍କ ବଜ୍ର ପ୍ରହାରରେ ସେମାନେ ସବୁ ସମୁଦ୍ରରେ ଲୁଚିକି ରୁହନ୍ତି ବାତ୍ୟା ମାନେ ସେ ସମୟ ଯେତେବେଳେ ରାଜ୍ୟରେ ଟିକେ ବହୁତ ଅନ୍ୟାୟ ଅଧର୍ମ ହବ ସେ ସେଇ ସମୟରେ ବାହାରିକି ଆସିକି ଧନ ଜୀବନ ନଷ୍ଟ କରନ୍ତି ରାଜା ମାନେ ଯେତେବେଳେ ପ୍ରଜା ମାନେ ରାଜା ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହେଇଯିବେ ସେଇ ସମୟରେ ସେ ସମୁଦ୍ରୀ ରାକ୍ଷସ ମାନେ ବାତ୍ୟା ରୂପରେ ଆସିକି ନାନା ପ୍ରକାର କ୍ଷତି କରନ୍ତି ମନ୍ତ୍ର ଦ୍ଵାରା ସେମାନଙ୍କୁ ବଶୀଭୂତ କରି ହୁଏ ଆଉ ଆପଣ ଜାଣିଥିବେ ଗତ ବର୍ଷ ସିଏ ଦାନ ଆସିଥିଲା ଏଇ ସେଇ ନଭେମ୍ବର ଗତ ବର୍ଷରେ ଆସିଥିଲା ସିଏ ବଡ ହଇରାଣ ଲୋକଙ୍କୁ କଲା ଆଉ ସରକାର କହିଲା ଯେ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବ ବାହାରୁ ଏନଡିଆରଏଫ ଟିମ୍ ଆଣିଲା ସେସବୁ କିଛି ମୁଁ ଶେଷକୁ ମା ବଗଳାମୁଖୀ ଡାକିଲି କିଛି ଭୂତ ପ୍ରେତଙ୍କୁ ତାର ଚଣ୍ଡିଚ ମାନଙ୍କୁ ଡାକିଲି ସେ ଯାଇକି ହେନ୍ତାଳ ବନରେ ପୋଜିସନ ନେଲେ ସେ ବାତ୍ୟା ଯେତେବେଳେ ଆସିଲେ ତା ଆସିଲା ଦାନାର ଆଖି ଫୁଟେଇ ଦେଲେ ହେ ସିଆଡେ ଗଲା ସମୁଦ୍ରକୁ ଗଲା। ଆପଣ ସେଗୁଡା ସବୁ କଣ୍ଟ୍ରୋଲ କରୁଥିଲେ ଭୂତ ମାନଙ୍କୁ କହିଲେ ସେ ସବୁ କରିଦେଲେ? ମୁଁ ଚାହିଁଲେ ହବ ମୁଁ ଚାହିଁଲେ ସେମାନଙ୍କୁ ତାଙ୍କୁ ପୁରା ଟୋଟାଲି ତାଙ୍କର ପାସୱାର୍ଡ ପା ମୋ ପାଖରେ ତା ମାଷ୍ଟର କି ପୁରା ମୋ ପାଖରେ। ଏଇ ଯୋଉ ମନ୍ଥାର ଗତି କେମିତି କଣ ଆପଣ କଣ କହୁଛନ୍ତି ହବ କି ନାହିଁ? ଶୁଣ ଓଡିଶାଟା ଆମର ହେଲା ଧର୍ମ ଜାଗା ଏଠି ଆମର ସବୁ ପୁଣ୍ୟାତ୍ମା ଜାଗା ଆମର ଏଇ ଯୋଉ ସମୁଦ୍ର କୂଳ ଏଇ କୋଷ୍ଟାଲ ଟା ଦେଖନ୍ତୁ ସେଠି ପୁରୀ ରହିଲେ ସେଠି ଜଗନ୍ନାଥ ରହିଲେ ସେପଟେ ଆମର କୋଣାର୍କରେ ସୂର୍ଯ୍ୟ ନାରାୟଣ ରହିଲେ ଆଉ ସେଠି ଗୋପାଳପୁରରେ ମା ଭଗବତୀ ରହିଲା ବାଣପୁରରେ ଆପଣ ଦେଖୁନାହାନ୍ତି ଏପଟେ ସାରଳା ଦେବୀ ରହିଲେ ସେପଟେ ଯାଜପୁରରେ ବିରଜା ରହିଲେ ସବୁ ଠାକୁରାଣୀ ମାନେ ସେପଟେ ଆଖଣ୍ଡଳମଣି ରହିଲେ ସବୁ ଦେବୀ ଦେବତା ମାନଙ୍କୁ ରାମଚଣ୍ଡୀ କି କାହିଁକି ସମୁଦ୍ର କୂଳରେ ବସା ହେଇଛି ଯେ ସମୁଦ୍ର ମାଡି ଆସିବନି ବୋଲି ତାକୁ ରାମଚଣ୍ଡୀ କି ସେ ଯୋଗୁ ସମୁଦ୍ର କୂଳରେ ବସା ହେଇଥିଲା ଆପଣ ଜାଣିଥିବେ କି ନାଇଁ ଦର୍ଶକ ବନ୍ଧୁ ଟିକେ ଜାଣି ନିଅନ୍ତୁ ଆପଣଙ୍କ ମାଧ୍ୟମରେ ଆମେରିକାରେ ଗୋଟେ ଜାଗାରେ ବାରମ୍ବାର ସମୁଦ୍ର ଆସିଲା ଆମେରିକା କହିଲା ଏଇଟା କଣ ସମୁଦ୍ରକୁ କଣ କରାଯିବ ସେଠୁ ଆମ ଭାରତୀୟ ବାବାଜୀ ମାନଙ୍କ ସହିତ ସାଧୁ ସନ୍ଥ ମାନଙ୍କ ସାଙ୍ଗରେ କଥା ହେଲେ ଯେ ତମେ ସେଠି ଗୋଟେ ଗାଈ ଗୁହାଳ କରିଦିଅ ଆମେରିକା କହିଲା ଗାଈ ଗୁହାଳ କଲେ କଣ ହବ ନା ତମେ ଆଗେ ଗାଈ ଇଣ୍ଡିଆନ ଏଇଗୁଡା ସବୁ ଏବେ ବିଶ୍ୱାସ କରିବା ଏଇ ଯୋଉ ବାତ୍ୟା ହଉଛି ଇଏ ହଉଛି ଏ ସବୁ ଭୂତର ପ୍ରଭାବ ଆପଣ ପଠେଇଲା ବେଳକୁ ସବୁ ଭୂତ ମାନେ ଆପଣଙ୍କ କଥା ମାନୁଛନ୍ତି ସେଗୁଡା ସବୁ କରୁଛନ୍ତି ନା ବାତ୍ୟାର ଆଉ କିଛି ଆପଣ ଲାଗୁଛି କଥା ଗୁଡା ସବୁ ଠିକ ଠାକ ଲୋକ ଗ୍ରହଣ କରିବେ? ଲୋକ ଗ୍ରହଣ ତ କରିବାକୁ ବାଧ୍ୟ ଲୋକ କାହିଁ ଗ୍ରହଣ କରିବେନି ଲୋକ ଗ୍ରହଣ କରୁଛନ୍ତି ଆଗରୁ ଥିଲା ଏବେ ଅଛି ଏବେ ଆଗରୁ ଖଣ୍ଡିଆ ଭୂତ କଥା ଆମେ ଶୁଣୁଥିଲେ ଏବେ ଅଛି ଖଣ୍ଡିଆ ଭୂତ କଣ? ହଁ ଖଣ୍ଡିଆ ଭୂତ ଆପଣ ଦେଖିନାହାନ୍ତି ସେମାନେ ବହୁତ ଉପଦ୍ରବ କରିବେ ତା ସେ ଯୋଉ ପତ୍ର ଫତ୍ର ସବୁ ଉଡେଇକି ନେଇକି ସବୁ ଯିବେ ଆପଣ ଦେଖିଛନ୍ତି ଖଣ୍ଡିଆ ଭୂତକୁ? ସେମାନେ ମୋ ଏଇପା ଅଛନ୍ତି ମୋ ପାଖେ ଭାଇ ଗଛରେ ମୁଁ ରଖିଛି ଏଇ ଗଛରେ ପା ମୁଁ 40 ଲକ୍ଷ ରଖିଛି ମୋ ଗଛରେ ଏଇଠି ମୋର ଗଛ ଅଛି ଏଇଠିକିନା ଗେଟ୍ ପାଖରେ କଇଁଆ ଗଛରେ ସବୁ ତକ ଅଛନ୍ତି ରାତିରେ କଣ ଶୁଆଇ ଦଉଛନ୍ତି ମୋତେ ଶୁଆଇ ଦଉନାହାନ୍ତି ମତେ ଆପଣ କଣ କହୁଛନ୍ତି ଖଣ୍ଡିଆ ଭୂତ ସବୁ କଣ କହୁଛନ୍ତି? କଣ ରାତି ସାରା ଖଡ ଧଡ କରିବେ ମାନେ ଶୁଆଇ ଦେବି ଆଉ ଘରେ କହୁଛନ୍ତି ତୁ ଗୋଟେ ଭଲ ଲୋକ ସବୁବେଳେ ପିଲାମାନଙ୍କୁ ତମର ଏଇଠି ରହିଲେ ସିଆଡେ ଦୂରେଇକି ରଖ କାଲି ଗୋଟେ କଣ ହେଲା ଗୋଟେ ଡେଇଁଲେ ସେ ଉପରକୁ ଘରେ ଛାନିଆ ହେଇଗଲେ ବୁଝିଲା ତ ସିଏ ପିଲାମାନେ ରାତିରେ ସେ ଆମର ଅଛନ୍ତି ଖେଳା ବୁଲା କରିବେ ମଣିଷ ଆପଣ ଫୁଟବଲ ଖେଳିବେ ଆପଣ କ୍ରିକେଟ ଖେଳିବେ ଆପଣ ଭଲି ଖେଳିବେ ହକି ଖେଳିବେ ସେମାନେ ଖେଳିବେନି ନା ତାଙ୍କର ଗୋଟେ ମନ ଅଛି ନା ନାଇଁ? ଏବେ ଯୋଉ ତାହେଲେ ଟିଭି ରେଡିଓ ଗଣମାଧ୍ୟମରେ ଯୋଉ ସତର୍କ ଘଣ୍ଟି ଦିଆଯାଉଛି ସ୍କୁଲ ଗଜପତି ଜିଲ୍ଲାରେ ସ୍କୁଲ ବାତିଲ ହବ ବୋଲି ତାକୁ ସବୁ କୁହାଯାଉଥିଲା ଆଉ ବାତ୍ୟାର ଯୋଉ ଦିଗଟା ଟିକେ ପରିବର୍ତ୍ତନ ହେଇଯାଇଛି ସେଗୁଡା ସବୁ କଣ ଆପଣଙ୍କୁ ଭୂତ ମାନେ କରୁଛନ୍ତି?
हाँ से काकीनाडा आड़े से आमर एपटू माड़ कर पुरी रे जेहेतु पुरी माड़ कर से खोर्धार प्रचंड बेगे माड़ होता आमर ये खोर्धा पुरी ए देखो खोर्धा पुरी माड़ है असुविधा कौन कि ये आमर जगन्नाथ नीतिटा चलुची आमर सबुदिन भक्त मैंने पुरी जी कौन ये आमर भुवनेश्वर लिंगराज मंदिर भक्त मैंने से माड़ है असुविधा हम तापर मुझे रोचे मो पे कहले सियाड़े बुलाई दियो से सियाड़े हाँ अरे आप जानना गत थर आप सरकार केते डिक्लेयर कला लोक 10 लाख लोक स्थानांतरित कर योजना कौन नक गत थर सरकार कहले आ लोक घरे शोले कि गोटे गचर पत्र हली कि वर्षाटा टी दरकार कहीं धान चाष समय फनी टाइम रे आपण अटके देलेनी भूत मान एते असुविधा है दाना है फनी है सेगुड़ा सब आप भूत मैंने कौन करते शुणु बर्तमान जो सरकार आसनी कि यहाँ हूँ ये जो सरकार अच्छे यहाँ हूँ धर्मात्मा ये हूँ युधिष्ठिर से दुर्योधन था दुर्योधन का राज्यटा माड़ हवा दुर्योधन माड़ हवा दरकार था माड़ दरकार था तेणुक से फनी माड़ कला फाइलिट माड़ कला हुडहुडी माड़ कला दरकार था गालुआ था एवं जो सरकार अच्छी धर्मात्मा ने युधिष्ठिर महाराज राजा हरिश्चंद्र भी अच्छा तेणुक राज्य प्रजा मैंने खुशी रहे से मो प्रेत मान कम कर अधर्म अन्याय जिते राजा कर मो प्रेत मैंने कम करेनि ओ अच्छा एबे सरकार भलो अछथि धर्म रो भलो देखन केते बढ़िया सरकार सरकार आपनकर भूत माने बोल मानुचनी नहीं से भी मानी थांते किंतु सेटा तांकर इच्छा विरुद्ध रे हिथांता एबे से खुशी रे मु जदी गोटे कथा कहूची 10टा कथा करके आछुछंती मु कहला रे टिके बोला से पूरा ता मुंडटा से बुलेई दिके आउछंती ताना आपण अटके गेले आपण ए जो बात्या पत्याटा आपण कहूची ना लोक डरिवार किछि नाही नहीं लोक किछि डरिया नहीं लोक शांति श्रृंखला रे रहंतो किछि असुविधा नहीं लोक खाई पी के आराम रे सोंतो आ वर्षा को डरिबेनी वर्षा जो हबनी केमती हबो वर्षा नल धान पाइना थोड़ो होईची धान रो दिन होईटा तो वर्षा हो सब हो फसल गुडा नष्ट हो जाउची चासी माने हैरान हेबे आपण भूत को पठेगी टिके से चासी पासी धान फसल रक्षा करना नहीं से आम सरकार पूरा एक तो 31 कले 2 पूरा रेजिस्ट्रेशन सब मरुड़ी जो बात्या बन्या सब रेजिस्ट्रेशन बीमा योजना कर बीमा कही दौना चैनल माध्यम सब बीमा करना समझ बीमा कले मु कली सारा ओडिशा लोक बीमा करागला तेणुक बीमा किसी हेनी क्षति कि कम क्षति हेले मत बीमा पूरा मुख्यमंत्री योजना बीमा योजना मुख्यमंत्री आप जानना जानते ना हाँ जे किंतु आपणक भूत सरकार कहीं एत कष्ट करियो पड़िबो आपण तो कर देथांदे आ सरकार केते बीमा करियो योजना करियो कहीं पड़थांदा आपण भूत माने जदी ताको फसल अटके दियंदे सब जदी ठीक ठाक कर दियंदे होंदानी शुणु वर्षा ना कौन कि असुविधा कौन कि वर्षा माछ मैंने रे वर्षा पक्षी मैंने चातक पक्षी से तो तलु आसन वर्षा हेले से पानी पीब सी उपास वर्षा हेले से चातक पक्षी ओडिशार लोक मैंने आप चैनल जानतु सी के पोखरी पानी पीबनी तलू को केवे ओह्लैबनी डाले बसबनी से आकाश वर्षा हेले से पानी पीब चातक सब से वर्षा पानी पीए सब यहाँ ओडिशावासी आप चैनल माध्यम जानी रखु तेणु वर्षाटा बंद होगले कौन कि चातक पक्षी पानी कि पीब ता मन खराब हेनी मुझे भूत मान पटेक वर्षाटा बंद कर मन दुख हेनी तेणु प्रकृतिर बालांस रखा पड़ो एमती भाव हम साप मरबनी कि बाड़ी भांगनी बात्या हेनी गछ डाल पत्र भांगनी जस्ट खाली कौटी पत्र पुत्रटा पड़ला कौटी फलटा गचर पिजुलटा छिड़ी पड़ला से कहीं हैरान हरकत हेनी आ स्कूल पिला तो छुट्टी दिगला से जहाँ टैक्स फैक्स घर करेंगे स्कूल रे बहुत प्रेसर होगी से बुलाबुली करेंगे 2 दिन पिला स्कूल पिला छुट्टी करदे भूत मान जहाँ पिला खुशी है बुल केते पिला खुशी स्कूल पिला खुशी ना 2 दिन छुट्टी है ना केते पिला आउछन बैग बातिल हे गेलानी बरा छुट्टी बातिल बहुत जगह हे गेलानी नाइ नाइ मु बातिल करे देउनी छुट्टी बातिल हे परबनी नाइ नाइ छुट्टी बातिल हे परबनी छुट्टी रहइबो ऑफिस छुट्टी रहइबो स्कूल पिला छोट छोट पिला गुडा केते पकुनी पिला गुडा सेमान भाई स्पेशल मु करछि ऑर्डर दैछि सेमान छुट्टी हबो सेमान बुला बुली करिवे खेला बुला करके हस खुशी टिके करिवे बात्या किछि जोरदार हबनी आपण माने बेफिकर रहंतो घरे खाइ पी की शांति रहंतो किछि आलू रेट बढ़ीबनी कि प्याज रेट बढ़ीबनी कि बैगन रेट बढ़ीबनी कि कला बजारी हबनी मत लागुच सरकार बोधे आपण कंट्रोल ले पूरा आपण भूत मान कंट्रोल सरकार अछनी हां सरकार को हम मु तैयारी करछि सरकार को नवदास को कहि कि नवदास को जोगु सरकार तैयारी सरकार कंट्रोल को सरकार तैयारी बनैछि
ଓ 2023 ଡିକ୍ଲେୟାର ଦେଲି ନବ ଦାସଙ୍କୁ ନେଇକି ଯେ ନବ ଦାସ କହିଲେ ମୁଁ ସାହାଯ୍ୟ କରିବି ସରକାର ବନେଇବା ଆମେ ଆଗକୁ ଫୁଲ ସରକାର ବନେଇବା ଦେଶରେ ସୁଖ ଶାନ୍ତି ରହିବ ଇଏ ସରକାରଟା ବଡ଼ ହଇରାଣ କରୁଛି ଆଉ ଲୋକମାନେ ଏଥିରେ ବହୁତ ଅତିଷ୍ଠ ହେଲେଣି ନାନା ପ୍ରକାର ଲୋକଙ୍କର ଧନ ଜୀବନ ପ୍ରତି ବହୁତ ବିପଦ ସୃଷ୍ଟି କରୁଛି ଲୋକମାନେ ନିରାଶ୍ରୟ ମାନେ ଲୋକମାନେ ନିଶା ଦ୍ରବ୍ୟ ଖାଇକି କାହାର ଜୀବନ ହରେଇଲେଣି ବିପର୍ଯ୍ୟସ୍ତ ହେଇଗଲାଣି ଧନ ଜୀବନ ଲୋକମାନେ ସୁରକ୍ଷିତ ନୁହଁ ତେଣୁକରି ଆମେ ସରକାରଟା ବଦଳେଇବା ଗୋଟେ ଭଲ ସରକାର ଆସିବ ଆପଣମାନେ କହୁନାହାନ୍ତି କେତେ ଭଲ ସରକାର ଆସିଛି ସୁଭଦ୍ରା ଯୋଜନା ଦଉଛି ଧାନ ରେଟ୍ ବଢ଼ଉଛି କେତେ ପ୍ରକାର ସାହାଯ୍ୟ ସହଯୋଗ ନ କରୁଛି ଷ୍ଟାଇପେଣ୍ଡ ପିଲାଙ୍କୁ ଦେଲାଣି ଏ ସ୍କୁଲରେ ଆହୁରି 40,000 ମାଷ୍ଟର ଆପଏଣ୍ଟମେଣ୍ଟ ହେଲେଣି ସେତେବେଳେ ଗୋଟେ ରହୁନଥିଲେ ଏବେ ଆପଣ ଦେଖୁନାହାନ୍ତି ସରକାରଟା କେତେ ଭଲ ଚାଲିଛି ଲୋକମାନେ କେତେ ରାମରାଜ୍ୟ ବା ଆରମ୍ଭ ହେଲା ଆପଣ ଜାଣିନାହାନ୍ତି ରାମରାଜ୍ୟ ବା ଆରମ୍ଭ ହେଲା ଏବେ ଆଜ୍ଞା ହଁ ରାମରାଜ୍ୟ ଚାଲିଛି ଏବେ ଓଡ଼ିଶାରେ ଏବେ ରାମରାଜ୍ୟ ଆରମ୍ଭ ହେଇଗଲାଣି ସବୁ ଶସ୍ତା ଆପଣଙ୍କୁ ସୁନା ରେଟ୍ ବଢ଼ିଛି ସୁନା ରେଟ୍ କମିଯିବ ଦେଖିବେ ଏବେ ସବୁ ଶସ୍ତା ହେବ ଆପଣଙ୍କୁ ରୋଜଗାର କରିବାକୁ ପଡ଼ିବନି ଆପଣ ସକାଳୁ ଉଠିଲେ ଯେଉଁ ସକାଳୁ ଲୋକମାନେ ଓଡ଼ିଶାରେ କହୁଛନ୍ତି ଆମେ ଏଇଟା ରୋଜଗାର କରିବା ସେଇଟା ରୋଜଗାର କରିବା ଯେଉଁ ଧନ୍ଦୀ ହେଉଥିଲେ ଆଉ ସେମାନଙ୍କୁ ହେବାକୁ ପଡ଼ିବନି ସକାଳୁ ଉଠିକି ଖାଇ ପିଇକି ଆପଣ 10ଟା ବେଳେ ଯାଇକି ତାମାନେ ଲୋକ ଆଉ କିଛି କାମ କରିବେନି ସବୁ ଖାଲି ଅନେଇଥିବେ ସୁନା ଶସ୍ତା ହେଇଯିବ ସବୁ ତ ଫସଲ ସବୁ ହେଇଯିବ ସରକାରୀ ଆପଣ କଣ୍ଟ୍ରୋଲ ଅଛନ୍ତି ଆଉ ଲୋକଙ୍କୁ ତାହେଲେ କିଛି କାମ କରିବାକୁ ପଡ଼ିବନି ପିଲା ଲୋକ ବି ସ୍କୁଲ ଯିବେନି ପିଲାଙ୍କର ସ୍କୁଲ ଯିବା ଦରକାର ନାହିଁ ନା କଣ କଣ ଏତିକି କାମ କରିବେ ଦେହ ଖରାପ ପିଲାମାନେ କଣ ଏତେ ସ୍କୁଲ ସେ ଯୁଗରେ କଣ ଏତିକି ବହି ବୁହାଉଥିଲେ ଟୁଇଙ୍କିଲ ଟୁଇଙ୍କିଲ ଲିଟିଲ୍ ଷ୍ଟାର କଣ ପିଲାମାନଙ୍କର ଯେଉଁ କୋର୍ସ ଅଫ୍ ଷ୍ଟଡି ଯେଉଁ ସ୍କୁଲରେ ଯେଉଁ କରିଛ ସେ ସ୍କୁଲରେ ଗୋଟେ ଏ ସ୍କୁଲରେ ଗୋଟେ ସେ ସ୍କୁଲରେ ଗୋଟେ କେତେଟା ପାଠ କି କେତେଟା କେତେ CBSE ଗୋଟେ ICSE ଗୋଟେ ଇଏ କଣ କି ପାଠ ଇଏ ପାଠ ତ ଗୋଟେ ହବ ଇଏ ଆର ଗୋଟେ ବହି ତାର ଗୋଟେ ବହି ଆର ବଦଳି ଯାଉଛି ତାର ବଦଳି ଯାଉଛି ଏତେ ତ ବହି କାହିଁ ପିଲାଙ୍କ କୁନି ପିଲାଙ୍କ ହଉ ବ୍ୟାଗ୍ ଭିତରେ ବିପିନ ବାବୁ ଲଦୁଛ ବିପିନ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମନୋରଞ୍ଜନ କଥା କହିଥିବାରୁ କାରଣ କଥାଟାକୁ ମୁଁ ଦର୍ଶକ ବନ୍ଧୁକୁ କହିବାକୁ ଚାହୁଁଛି ଏଟା କେହି ସିରିୟସଲି ନେବେନି ଯେହେତୁ ବାତ୍ୟା ସମୟ ସତର୍କର ଘଣ୍ଟି ସବୁ ଜାଗାରେ ବାଜୁଥିଲା କିମ୍ବା ଗଣମାଧ୍ୟମରେ ଯେତେବେଳେ ଆଲର୍ଟ କରାଯାଉଛି ଆମର ପାଣିପାଗ ବିଶେଷଜ୍ଞ ଯେତେବେଳେ ଏତେ ଭଲ ଭଲ କଥା କହୁଛନ୍ତି ଆମେ ଗୋଟେ ସମସ୍ତଙ୍କର ମନ ଖୁସି କରିବା ପାଇଁ ବିପିନ ବାବୁଙ୍କୁ ମୁଁ ଫୋନ କରିଥିଲି ବିପିନ ବାବୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ